हेलो नमस्कार मु एसआर बंटी आ गोटे न्यू ब्लॉग को स्वागत करुच्ची। आज आम प्लान कर मूवी देखापी देबारा मूवी जूनियर एनटीआर रे रिलीज होती काली 27 तारीख रिलीज होती। तो बर्तमान एवं आम खाई आसलु भारी तो समस्ते खाई आसलु आगे बाहर 2:30 शो अच्छी बर्तमान पाखापाखि 1:40 हो गला 2टा बेलू बाहर पाखे मुवी हल्टा पाखे अच्छे ये आमर के 2 किलोमीटर हम ना राज 2 किलोमीटर हम तो आगे बाहर आम सहित जड़े भाई जाऊँगी पाखापाखि 38-39 वर्ष पाखापाखि हम तक भी मुवी देखार बहुत इच्छा बुद्ध वयस्क लोक सी ये शोन देखा थे तो आउटे बाहर को आम तो भिडियो बनी रुँ आठ गलापर आपको देखे मुवी केमती रोचे फास्ट टाइम एक्सपीरियंस फुलबाणी देखा केमती कौन रोचे मुवी हल्टा केमती कौन अच्छी आप सब भ्यूज देखेबी तो भिडियो बनी रुँ आम ए चलू बर्तमान आगे बाहर जस्ट टिके बाहर तापर आप सब भ्यूज देखी बर्तमान 2:05 है आम जाऊँ बर्तमान तलू मुवी टाइम 2:30 डाक समझ को लेट है निहाती आज निहाती सब्सक्राइब कर चैनल को आस बसनी लेट हम आस आम बर्तमान हॉल रे पहुँच गलु टाइम लेट हो गला 10 मिनट खन लेट ब्लॉग टा कहीं बंद करी इंटरवाल लाइट कम है पड़ जलुची ऊपर जो लाइट जले कहीं जलुनी ना रात इंटरवाल ऊपर लाइट जले नी हाँ साइड रे अच्छे कोटे साइड रे थाए हाँ साइड गोटे थाए को आउथरे कह मोर अंधार आस अंधार आसे कौन करिया बर्तमान फिल्म आमर सरीगला मुवी सरी जाइए आम बर्तमान चलू घर को माने आम हॉस्टेल को हॉस्टेल जाए रिव्यू दबो केमती कौन है मुवीटा ना कि ओके ओके कौन उल्टिया दौच अबे रे उठा सीधा भल छड़ा बर्तमान आज आम फटो उठाऊ कटबा बागोली भाया लगे कटबा कम बागोली जान ना अच्छा यहाँ भी सेमती है अच्छा अच्छा तते अरे केमती लगे फिल्मटा हाँ केमती लगे फिल्मटा हिरोइन भल लगे कम फिल्मटा देखी जाइए देवारा केमती कौन लगे माने सिक्वेंसटा केमती कौन लगे केमती कौन लगे पूजा तुमको केमती लगे कह धमाकेदार सुपर आगे से देखो माने किछि माने किछि तथापि वेट करियो पार्ट 2 पार्ट 2 आसे भलो लागियो एक्शन वाइज बेस्ट
ଠିକ ଠାକ ଥିଲା ନା ମାନେ ଆଉ ଟିକେ ଅଧିକ ଭଲ ହେଇପାରିଲା? ଆଉ ଟିକେ ଅଧିକ ଭଲ ହେଇପାରିଥାନ୍ତା। ସସ୍ପେନ୍ସ ରହିଗଲା ଆଉ ଟିକେ କ୍ଲାରିଫାଇଡ୍ ହେଇପାରିବ। ସସ୍ପେନ୍ସ ମାନେ କ'ଣ ରହିଲା ତଥାପି? ପାର୍ଟରେ ମାନେ ଜାଣି ହେଲାନି ତା ପୁଅ ଯୋଉ କେସ୍ କଲା ତାର କିଛି ଜାଣି ହେଲାନି। ପୁଅ ଯୋଉ ମାରିଦେଲା ସେଇଟା ରହିଗଲା, ତା ପୁଅ ଯୋଉ ବାପା ମାରିଲା ସେଇଟା ଆଉ ସେମାନେ କେହି ଷ୍ଟୋରି ବୁଝିପାରୁନାହାନ୍ତି। ଯୋଉ ଏଣ୍ଡିଂ କରିଦେଲା ତା ପୁଅ ଡେଥ୍ ସେଇଟା ବି ଆଉ ଟିକେ ଏଲାକ୍ଟ୍ରିକ୍ ହେଇପାରିଥାନ୍ତା ଆଉ ହିରୋଇନ୍ ଭଲ ହିରୋଇନ୍ ତ ପୁରା ଫ୍ଲପ୍। ମତେ କିନ୍ତୁ ହିରୋଇନ୍ ପର୍ସନାଲ ଭଲ ଲାଗେ। ଭଲ ଲାଗେ ନା? ପାର୍ଟ ଟୁ ଆସିଲେ ଟିକେ ଲାଗିବ ଦେଖିବା ସପ୍ତାଦି କ'ଣ କୁହ? ତ କହିବେ ଆଉ। ହଉ ସେ କିଛି କହିବେ, ସେ କିଛି କହିବନି। ଏତିକି ଥିଲା ଇଣ୍ଟରଭ୍ୟୁ। ଆପଣମାନେ ଦେଖନ୍ତୁ ଆଉ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ଚ୍ୟାନେଲ୍। ଓକେ, ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ। ହଉ ଆମର ଜଣେ ଆଉ ଜଣେ ଦିଦିଙ୍କୁ ପଚାରିବା କେମିତି କ'ଣ ଲାଗିଲା ଫିଲ୍ମଟା ଆଉ ହେଲା। बहुत ही बढ़िया लगला सुपर କେମିତି ଲାଗିଲା କହ? बहुत ही बढ़िया लगला ମାନେ सुपर ଆଉ କିଛି ହେଇପାରିଥାନ୍ତା ମୁଭିରେ एंडिंग टा नहीं भलो हिपारथांता ଏଣ୍ଡିଂଟା ମାନେ ଆଉ କ'ଣ सेटा पार्ट 2 रे लाइक देखिया ଆଉ केमती ଆଉ कोन ହେଇଛୁ कर नाही ଆଉ କ'ଣ ସସ୍ପେନ୍ସ ଲାଗିଲା କୁହ? सस्पेंस सिए तांकर माने मेन हीरो जे तांकर एक्चुअली रे डेथ ହେଇଛି କି नाही सेटा पार्ट 2 रे जाना पड़िबो ଆଚ୍ଛା, ଆଚ୍ଛା। केमती कोन ହେଇଛି ଆମ ଯୋଉ ପୁଅ ଯୋଉଟା ମାରିଲା ସେଟା ସସ୍ପେନ୍ସ ନାହିଁ? हे हां ସେଇଟା सस्पेंस नहीं କାହିଁକି ମାରିଲା ଯୋଉଟା ବାହୁବଳୀ ଭଳିଆ ସିନ୍ ଅଛି ମାନେ କଣ ପାଇଁ ଇଏ ମାରିଲା ବୋଲି ନାଇଁ କି? ଆଉ କିଛି नहीं सेति ଏତିକି ତ ଆଉ ଫିଲ୍ମ ମାନେ फिल्म सुपर ଭଲ ଲାଗିଲା। ହେଇଛି एक्शन बढ़िया सॉन्ग बढ़िया सब बढ़िया ହେଇଛି ହଉ ଠିକ ଅଛି, ଥ୍ୟାଙ୍କ ୟୁ ଭେରି ମଚ୍। थैंक यू ପରେ ଆଉ ଆର୍ଯ୍ୟର ଗୋଟେ ଇଣ୍ଟରଭ୍ୟୁ ନେବା ଆଉ ଟିକେ ପରେ। ଆଉ ଜଣେ କମ୍ୟୁନିଟି ହେଲ୍ଥ ଅଫିସର ମାନେ ତା ନାଁ ହେଉଛି ଆର୍ଯ୍ୟଭଟ୍ଟ ରାଉତ, ଆମ ସାଙ୍ଗ ସିଏ। ଆର୍ଯ୍ୟ ଭାଇ, ତ ଆର୍ଯ୍ୟ ଭାଇ କେମିତି କୁହ? ଦର୍ଶକ ମାନଙ୍କୁ ଜୟ ଜଗନ୍ନାଥ। ହଁ ତ ଫିଲ୍ମ- ଫିଲ୍ମଟା କେମିତି କ'ଣ ରହିଲା ଫିଲ୍ମ- କୁହ ମୋତେ, କ୍ୱାଲିଟି ଜିନିଷ କହିବ ହେଲା। ଆଜ୍ଞା ଦେଖନ୍ତୁ ଆଜି ଆମେ ବର୍ତ୍ତମାନ ଦେବରା ଫିଲ୍ମଟି ଦେଖିକି ଆସିଲୁ। ହୁଁ। ଅତ୍ୟନ୍ତ ମନମୁଗ୍ଧକାରୀ ସୁନ୍ଦର ଫିଲ୍ମ। ହୁଁ ସମସ୍ତେ ନିଜେ ଯାଇକି ଯେ ତେଲୁଗୁ ଫ୍ୟାନ୍ ଆକ୍ଚୁଆଲ ଟ୍ରୁ ତେଲୁଗୁ ଫ୍ୟାନ୍ ସେ ଯାଇକି ଫିଲ୍ମଟା ଦେଖିବାକୁ ନିହାତି ବହୁତ ବଢ଼ିଆ ଲାଗିବ। ହୁଁ। ଆଉ ଆମର ବଢ଼ିଆ ବାହୁବଲି ଭଳିଆ ଗୋଟେ ଟ୍ୱିଷ୍ଟ ଏଣ୍ଡିଂ ଦେଇଦେଲା ଯେଉଁଥିରେ କି ତା ପୁଅ ତା ବାପା ଛାତିରେ ଛୁରୀ ମାରିଦେଲା। ବଢ଼ିଆ ଗୋଟେ ସସ୍ପେନ୍ସ। ଆଉ ଗୋଟେ ବଢ଼ିଆ କଥା ଶିଖିବାକୁ ମିଳିଲା, ତା ବାପା ମରିସାରିବା ପରେ ମଧ୍ୟ ତା ପୁଅ ତା ବାପାର ନାଁକୁ ବଞ୍ଚେଇ ରଖିଲା ଆଉ ଭଲ କାମ କରିକି ତା ବାପାକୁ ପରିଚିତ କରେଇଲା। ଏଇଟା ସମସ୍ତେ ଶିଖିବା ଦରକାର। ଗୋଟେ ନିହାତି ଭାବରେ ଗୋଟେ ଉତ୍ତମ ଜିନିଷ ଏଥିରୁ ମିଳିଲା। ଆଉ ଦେବରା 2 ରେ ବି ଆହୁରି ସସ୍ପେନ୍ସ ଆହୁରି ମଜା ଲାଗିବ ବୋଲି ଆମେ ଆଶା କରୁଛୁ। ଫିଲ୍ମଟି ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଥିଲା। ଆଚ୍ଛା, ଧନ୍ୟବାଦ। ଏତିକି ତ? ହଉ ତ ଥ୍ୟାଙ୍କ ୟୁ ଆର୍ଯ୍ୟ ଭାଇକୁ ଇଣ୍ଟରଭ୍ୟୁ ଦେଇଥିବାରୁ। ତ ଫିଲ୍ମଟା ତ ଭଲ ଲାଗିଲା, ମୋତେ ମଧ୍ୟ ଭଲ ଲାଗିଲା। ଆଉ ଟିକେ କେମିତି ହେଇଥିଲେ ଭଲ ଲାଗିଥାନ୍ତା ଆଉ। ତ ଇଣ୍ଟରଭ୍ୟୁ ପାଇଁ ଆମେ ତ କୌଣସି ଜାଗା ପାଇଲୁନି, ଆମେ ଏଇ କରିଡର ଭିତରେ ୟାର ବୋଧେ ପାର୍ଟ 2 ଆସିବାର ଅଛି ନା ଲାଗୁଛି। ମୁହଁଟା ଦେଖା ଇଆଡ଼େ ଜଣା ପଡେ ତମେ କହିଲେ କମ୍ବଳ ଭିତରେ ମୁଁ କହିନି ତମ କମଳ ଭିତରେ, କିନ୍ତୁ ମୁହଁଟା ଦେଖେଇ କହିଲେ ଦର୍ଶକମାନେ ଠିକ ଦେଖିପାରିବେ ଆଉ ବୁଝି ମଧ୍ୟ ପାରିବେ। କୁହ କ'ଣ କହୁଛ? ଆଁ? କହୁନ କାଲି କାଲି କଲେ ମୁଁ ଆଜି ପୁରା ବ୍ଲଗଟାକୁ ଏଡିଟ୍ କରି ଛାଡ଼ିବି। ଆଜି ଏଡିଟ୍ କଲେ କାଲି ମୁଁ ସକାଳୁ ଛାଡ଼ିବି। କହିବୁ ହଉ, ଆମ ବିଶ୍ୱ ଅଛି, ସେ କହିବ କେମିତି କ'ଣ ଲାଗିଲା ମୁଭିଟା। କହ। ମୁଭି ଆମେ ଦେଖି ଯାଇଥିଲୁ, ନୂଆ ମୁଭି ଆସିଛି ଦେବରା। ଠିକ ଠାକ ଥିଲା ସବୁ, ଆଉ ଟିକେ ଭଲ ହେଇଥାନ୍ତା। ଆଇ ଥିଙ୍କ ପାର୍ଟ 2 ଆସିବ ବୋଲି ବୋଧେ, ଏଥିପାଇଁ ଟିକେ ଏଣ୍ଡିଙ୍ଗଟା ରଖିଦେଲା, ଟିକେ ଇଏ ଗଲା। ନହେଲେ ଓଭରଅଲ ମୁଭିଟା ଠିକ ଥିଲା। ଆଉ ସେ ଯୋଉ ସିନ୍ଟା ବେସିକାଲି ଯୋଉ ମାନେ ହାଫ୍ ସର୍କଲ ମୁନରେ ସେ ଯୋଉ ମାନେ ଭିଏଫଏକ୍ସ କରିକି ଯୋଉ ବ୍ଲଡ ଷ୍ଟ୍ରିମଟା, ଆମାଜିଂ ସିନ୍ ଇନ୍ ଦ ପିକ୍ଚର। ହଁ ଭଲ ଲାଗିଲା ନା, ବଢିଆ ଲାଗିଲା। ମୁଭି ଟପ୍ କ୍ଲାସ ମୁଭି ଥିଲା। ଆଉ ଟିକେ ହେଇପାରିଥାନ୍ତା କ'ଣ ପାର୍ଟ 2 ଆସିଲେ ଜଣା ପଡ଼ିବ ଯାହା ତା ସିକ୍ୱେନ୍ସଟା ଆଉ, ନାଇଁ କି? ହଁ ଠିକ ଅଛି, ଠିକ ଅଛି। ଥମ୍ବନେଲ୍ ବନେଇବା, ଥମ୍ବନେଲ୍ ବନେଇକି ପୁଣି ଏଡିଟ୍ କରିକି ଆଜି ପୁଣି ଛାଡ଼ିବି। ଆଜି ଛାଡ଼ିଲେ ପୁଣି ଆପଣମାନେ କାଲି ଦେଖିବେ ନା ବ୍ଲଗ୍ରେ। ମୁଁ ଯାଉଛି ଆମ ରୁମ୍କୁ ଶୋଇବି। ତାଙ୍କ ରୁମ୍ରେ ଥିଲି। ବିଶ୍ୱଟେ ଗପୁଛି ତା ଗାର୍ଲଫ୍ରେଣ୍ଡ ସହିତ। ଆମର ତ ଗାର୍ଲଫ୍ରେଣ୍ଡ ନାହିଁ, ଆମେ କାହା ସହିତ ଗପିବୁ ଆପଣମାନେ ଦେଖିପାରୁଥିବେ। ରୁମ୍କୁ ପଳା, ମୁଁ ଯାଉଛି ଶୋଇବି। ଗାର୍ଲଫ୍ରେଣ୍ଡ ନାହିଁ, ବର ସହିତ କଥା ହଉଛି।
ହଁ କାହା ସହିତ ହଁ ମୁଁ ବ୍ଲଗ୍ କରୁଛି ମୁଁ ଆସିଲି ଆମ ରୁମ୍କୁ ଶୋଇବା ପାଇଁ ଆମେ ସମସ୍ତେ ଯାଇଥିଲୁ ଖାଇକି ଆସି ମୁଁ ଭାଇଙ୍କ ରୁମ୍ରେ ଜଣେ ଭାଇଙ୍କ ରୁମ୍ରେ ଥିଲି ଏବେ ପଳେଇ ଆସିଲି ଆମ ରୁମ୍କୁ ତ ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ ଆଉ କମେଣ୍ଟ ମଧ୍ୟ ଦେବେ।